ସମସ୍ତଙ୍କୁ ନମସ୍କାର। ମୁଁ ରଞ୍ଜନ କୁମାର ସାହୁ। ଆଜି ଭାଷା ଆନ୍ଦୋଳନର 1712 ଦିନ। ଓଡ଼ିଶା ରାଜ୍ୟ ଓଡ଼ିଆ ଭାଷାରେ ପରିଚାଳନା କେମିତି ହେବ ଆଉ ଓଡ଼ିଆ ଭାଷାରେ ପରିଚାଳନା ଯିଏ ନ କରିବ ତାକୁ କେମିତି ଦଣ୍ଡବିଧାନ ହେବ, ସେଥିପାଇଁ ଆମର ଆନ୍ଦୋଳନ ଆଜିକୁ 1712 ଦିନରେ ପହଞ୍ଚିଛି। କରୋନା ପାଇଁ ଯେହେତୁ କାୟିକ ସ୍ତରରେ ଆମର କଳା ପତାକା ଅଭିଯାନ ସ୍ଥଗିତ ଅଛି, ପ୍ରତି ସପ୍ତାହରେ ବୁଦ୍ଧିଜୀବୀ ମାନଙ୍କୁ ନେଇ ଆମର ବୌଦ୍ଧିକ ଅଭିଯାନ ଜାରି ରହିଛି। ଏହି କ୍ରମରେ ଆଜିର ବିଷୟ ହେଉଛି ମାତୃଭାଷା ଓ ଜୀବନ ଦର୍ଶନ। ଆମ ଗହଣରେ ଯେଉଁ ଓଡ଼ିଆ ଅଛନ୍ତି, କରୋନା ପାଇଁ ଯେହେତୁ କାୟିକ ସ୍ତରରେ ଆମ ଗହଣରେ ଯେଉଁ ଓଡ଼ିଆ ଅଛନ୍ତି, ଆମକୁ ତାଙ୍କର ବକ୍ତବ୍ୟ ରଖିବା ପାଇଁ ଏହି ବିଷୟରେ ଆମ ସମସ୍ତଙ୍କର ଅତି ପରିଚିତ ଅଧ୍ୟାପକ ନିରଞ୍ଜନ ପାଢ଼ୀ। ଆପଣ ସମସ୍ତେ ଜାଣିଥିବେ ଅଧ୍ୟାପକ ନିରଞ୍ଜନ ପାଢ଼ୀଙ୍କୁ ଜଣେ ନିୟମିତ ସ୍ତମ୍ଭକାର, ତା ସହିତ ଦର୍ଶନ ଉପରେ ତାଙ୍କର ଗଭୀର ଜ୍ଞାନ ସବୁବେଳେ ଆମ ସମସ୍ତଙ୍କୁ ଆଲୋଡ଼ିତ କରି ରଖିଛି। ମୁଁ ଆଉ ଅଧିକ ବିଳମ୍ବ ନ କରି ଅଧ୍ୟାପକ ପାଢ଼ୀଙ୍କୁ ସ୍ୱାଗତ କରୁଛି। ସାର୍ ନମସ୍କାର। ଆମେ ବର୍ତ୍ତମାନ ଲାଇଭ୍ ସାର୍, ଆପଣ ଆପଣଙ୍କ ବକ୍ତବ୍ୟ ରଖନ୍ତୁ। ଧନ୍ୟବାଦ। ଭାଷା ଆନ୍ଦୋଳନ ସହିତ ଜଡ଼ିତ ଏବଂ ଭାଷା ଆନ୍ଦୋଳନରେ ଏଇ ଯୋଉ ବୌଦ୍ଧିକ ପାଠଚକ୍ର ବା ବୌଦ୍ଧିକ ସମାବେଶ ଯାହାଙ୍କ ଅଧିନାୟକତ୍ୱରେ ପରିଚାଳିତ ହେଉଛି ଏବଂ ଯିଏ ମୋତେ ଏଠିକୁ ନିମନ୍ତ୍ରଣ କରିଛନ୍ତି ମୋର କଥା ରଖିବା ପାଇଁ, ମୋର ବକ୍ତବ୍ୟ ରଖିବା ପାଇଁ, ଏବଂ ତାଙ୍କ ସହ ଥିବା ସମସ୍ତ ଭାଷା ଯୋଦ୍ଧା ମାନଙ୍କୁ ମୁଁ ବିନମ୍ର ପ୍ରଣାମ ଜଣାଉଛି। ଓଡ଼ିଶାର ବିଭିନ୍ନ ମଞ୍ଚରେ ବୌଦ୍ଧିକ ଆଲୋଚନା ଚକ୍ରରେ ଭାଗ ନେଇଥିଲେ ମଧ୍ୟ ଏହା ମୋ ପାଇଁ ଏକ ସ୍ୱତନ୍ତ୍ର ସ୍ୱାଦ ଦେଉଛି ଯେ ମୁଁ ଯୋଉ ମାଟିରେ ଜନ୍ମ ନେଇଛି, ଯୋଉ ଭାଷା କହିକି ଶୈଶବ, କୈଶୋର, ତାରୁଣ୍ୟ, ଯୌବନ ଅତିକ୍ରାନ୍ତ କରି ବର୍ତ୍ତମାନ ବାର୍ଦ୍ଧକ୍ୟରେ ପାଦ ଦେଇଛି, ସେଇ ଭାଷା ସହିତ ମୋର ସମ୍ପୃକ୍ତି, ସେ ଭାଷା ସହିତ ସମ୍ପୃକ୍ତ ମୋର ଜୀବନ ଦର୍ଶନକୁ ଆପଣମାନଙ୍କରେ ଥୋଇବା ପାଇଁ ମୋତେ ଗୋଟେ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି। ଆପଣମାନେ ସମସ୍ତଙ୍କୁ ମୁଁ ନମସ୍କାର ଜଣାଉଛି ଏବଂ ଯୋଉ ବିଷୟଟି ମୋତେ ଆଜି ଦିଆଯାଇଛି ମୋର ବୃତ୍ତିଗତ ପରିଚୟ ଭିତରେ ତାହା ବନ୍ଧା ହେଇକି ରହିଛି ଯେ ମୁଁ ଯେହେତୁ ଦର୍ଶନର ଛାତ୍ର ଏବଂ ଦର୍ଶନର ଶିକ୍ଷକ ଥିଲି, ତ ଜୀବନ ଦର୍ଶନ ସହିତ ମାତୃଭାଷାକୁ ଯୋଡ଼ିବା ପାଇଁ ଯୋଉ ପ୍ରକ୍ରିୟା, ସେଇ ପ୍ରକ୍ରିୟାରେ ମୁଁ ନିଜେ ସାମିଲ ହେଇଛି ଏବଂ ଆପଣମାନଙ୍କୁ ସମସ୍ତଙ୍କୁ ସାମିଲ କରିବା ପାଇଁ ଏକ ସାଧୁମୟ ବା ସଦିଚ୍ଛା ପୋଷଣ କରୁଛି। ବନ୍ଧୁଗଣ, ପ୍ରତ୍ୟେକ ଲୋକର ତିନୋଟି ଜିନିଷ ସହିତ ତାର ସମ୍ପୃକ୍ତି ଜନ୍ମରୁ ମୃତ୍ୟୁ ଯାଏଁ ଅବଲୀଳା କ୍ରମେ ଗଡ଼ି ଗଡ଼ି ଚାଲିଥାଏ। ସେ ତିନିଟି ଚିଜ ହେଉଛି ମା, ମାତୃଭୂମି ଓ ମାତୃଭାଷା। ମା କୋଳରେ ସେ ଜନ୍ମ ନେଇଥାଏ, ମାତୃଭୂମିରେ ସେ ପାଦ ଥୋଇ ନିଜ ପାଇଁ ଏକ ପରିଚୟ ସୃଷ୍ଟି କରିଥାଏ ଏବଂ ସେଇ ପରିଚୟ ସୃଷ୍ଟି କରିବା ଭିତରେ ଯୋଉ ଭାଷାର ବ୍ୟବହାର କରିଥାଏ ତାହାକୁ କୁହାଯାଏ ମାତୃଭାଷା। ଏବଂ ସେଇ ମା, ମାତୃଭୂମି ଓ ମାତୃଭାଷା ଭିତରେ ଓଡ଼ିଶାର ଯୋଉ ପରିଚୟ, ମୋ ରାଜ୍ୟର ଯୋଉ ପରିଚୟ, ସେ ପରିଚୟ ଏକ ସ୍ୱତନ୍ତ୍ର ପରିଚିତି ଏଇଥିପାଇଁ ଯେ ଓଡ଼ିଶା ହେଉଛି ପ୍ରଥମ ଭାଷା ଭିତ୍ତିକ ରାଜ୍ୟ। ଭାଷାରୁ ଯେ ଗୋଟେ ରାଜ୍ୟ ସୃଷ୍ଟି କରାଯାଇପାରେ ଏବଂ ଭାଷାର ପରିଚୟରେ ଗୋଟେ ମାତୃଭୂମିର ପରିଚୟ ସୃଷ୍ଟି ହୁଏ, ତାହାର ନମୁନା ଏବଂ ତାହାର ଏକ ସମ୍ବେଦ୍ୟ ସଂକେତ ହେଉଛି ମୋର ରାଜ୍ୟ। ମୁଁ ଯୋଉ ରାଜ୍ୟରେ ଜନ୍ମ ନେଇଛି, ଯୋଉ ରାଜ୍ୟର ପାଣି, ପବନ ଏବଂ ପଖାଳ ମୋ ଶୈଶବରୁ ଆରମ୍ଭ କରି ଏଯାଏଁ ମୋତେ ସମୃଦ୍ଧ କରି ଚାଲିଛି, ସେଇ ମା ମାଟିକୁ ପ୍ରଣାମ ଜଣାଉଛି ଏବଂ ତା ସହିତ ସେ ମା ମାଟିକୁ ଭଲ ପାଉଥିବା ଏବଂ ମୋର ଏ କଥା ଶୁଣୁଥିବା ସବୁ ଓଡ଼ିଆ ଭାଇମାନଙ୍କୁ ପ୍ରଣାମ ଜଣାଉଛି। ଆମ ଓଡ଼ିଆ ସଂସ୍କାରର ଗୋଟିଏ ମହାନ ଦିଗନ୍ତ ହେଉଛି ବିଶ୍ୱ ଜୀବନର ଜୟଗାନ। ଆମେ ସମସ୍ତେ ସେଇ ସଂସ୍କୃତିରେ ପରିପୁଷ୍ଟ, ଯୋଉ ସଂସ୍କୃତି ଆମକୁ ଇନ୍ଦ୍ରଦ୍ୟୁମ୍ନଙ୍କର ଉତ୍ତରଦାୟକ ଭାବେ ଗୌରବାନ୍ୱିତ କରିଛି। ଯୋଉ ଇନ୍ଦ୍ରଦ୍ୟୁମ୍ନ ଜଗନ୍ନାଥଙ୍କର ଦେଉଳଟି ଗଢ଼ି ସାରିଲା ପରେ
ତାଙ୍କୁ ଯେତେବେଳେ ବ୍ରହ୍ମା ବରଯାଚୀ ଥିଲେ ସେ ସେତେବେଳେ ଏତେ ମାତ୍ରାରେ ନିରାସକ୍ତ ଥିଲେ ଏବଂ ଗୋଟିଏ ନିରାସକ୍ତ ଭାବର ପ୍ରଚାର କରିବା ପାଇଁ ଏମିତି ଗୋଟେ ଅଦ୍ଭୁତ ଦର୍ଶନ ସୃଷ୍ଟି କରିଥିଲେ। ସେ କହିଥିଲେ ଯେ ମୋ ବଂଶରେ କେହି ନ ରହନ୍ତୁ, କାରଣ କେହି ବି ରହିଲେ କୌଣସି ଉତ୍ତରଦାୟିତ ସେ ଅତ୍ୟନ୍ତ ଗର୍ବର ସହିତ ମୋତେ ସ୍ମରଣ କରିବ ଏବଂ ମୁଁ ଯେ କାର୍ଯ୍ୟ କରିଛି ସେଇ କାର୍ଯ୍ୟ ମୁଁ ନଥିଲା ବେଳେ ମଧ୍ୟ ସମଗ୍ର ଜଗତ ମୋର ଜୟଗାନ କରିବ, ତାହା ମୁଁ ଚାହୁଁନାହିଁ। ଏବଂ ଏହା ହିଁ ହଉଛି ଓଡ଼ିଶାର ତ୍ୟାଗର ମନ୍ତ୍ର। ଏଇ ମାଟିର ମହାମନ୍ତ୍ର ହଉଛି ତ୍ୟାଗ। ଏବଂ ସେଇ ତ୍ୟାଗ ଭିତରେ ଭୀମ ଭୋଇ ଯିଏ ଜନ୍ମ ନେଇଥିଲେ ଆମର ଜଣେ କବି ହେଇ, ଏବଂ ସେ କବି ଜଣକ ମଧ୍ୟ ସେଇ ତ୍ୟାଗର ବାଣୀଟିକୁ ନିଜ କାବ୍ୟ ଚାତୁରୀରେ ଏମିତି ସୁଚାରୁ ରୂପେ ସମ୍ପାଦିତ କରିଛନ୍ତି ଯେ ତାହା ଏଯାଏଁ ମିଳିତ ଜାତିସଂଘର ସେଇ ଯୋଉ ମାନବ କଲ୍ୟାଣ ହଲ୍ଟିଏ ରହିଛି ସେଇ ହଲ୍ଟିରେ ପଥରରେ ଖୋଦିତ ହେଇ ରହିଛି ସେଇ ଅମୃତ ବାଣୀ, ସେ ଅମୃତ ପଦ, ପ୍ରାଣୀଙ୍କ ଆରତ ଦୁଃଖ ପ୍ରମିତ ଦେଖୁ କିବା ଜନ ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ଏହା ହେଉଛି ଏଇ ମାଟିର ମନ୍ତ୍ର, ଏଇ ମାଟିର ଗୀତ, ଯୋଉ ମାଟି ତ୍ୟାଗର ବାର୍ତ୍ତା ପ୍ରଚାର କରି ଆସିଛି। ପୁଣି ଯେତେବେଳେ ଏ ମାଟି ବିଷୟରେ ରାଧାମୋହନ ଗଣନାୟକ ମଧ୍ୟ ଗୋଟେ ଚମତ୍କାର ଢଙ୍ଗରେ ସେ କହିଥିଲେ, କାରଣ ମୋର ଆଜି ଯୋଉ ବିଷୟଟି ଆପଣମାନଙ୍କ ଆଗରେ ଉପସ୍ଥାପିତ କରିବା ପାଇଁ ଯାଉଛି ତାହା ଏକ ପରିବର୍ଦ୍ଧିତ ସଂସ୍କରଣ। ଜୀବନ ଦର୍ଶନ ଏତେ ଏକ ପରିବର୍ଦ୍ଧିତ ବ୍ୟାପାରଟେ ଯେ ବା ତାର ଯୋଉ କନସେପ୍ଟଟା ସେ ଏତେ ବେଶୀ ଯେ ବଡଟା ଯେ ତାକୁ ଯୋଉ ଆଡୁ ଆପଣ ଯୋଡ଼ିଲେ ମଧ୍ୟ ଅଛିଡ଼ା ଲାଗିବ। ଆପଣ ଶୈଶବରୁ ବାର୍ଦ୍ଧକ୍ୟ ଯାଏଁ ଏବଂ ତାପରେ ସଂସାରରୁ ଆସିବା ଠାରୁ ସଂସାର ଛାଡିବା ପର୍ଯ୍ୟନ୍ତ ସେ ଦର୍ଶନ ଏମିତି ଭାବରେ ଆମକୁ ଅନୁବନ୍ଧିତ କରିଛି ଜୀବନ ସହିତ। ତେଣୁ ଜୀବନ ଦର୍ଶନ ଏଟା ଭାରି ଗୋଟେ ବଡ ମାନେ ବଡ ବ୍ୟାପାର, ଗୋଟେ ବିଶାଳ ଭିତ୍ତିଭୂମି ଥିବା ଗୋଟେ ବ୍ୟାପାର। ତା ସହିତ ମୁଁ ଯେତେବେଳେ ମାତୃଭାଷାକୁ ଯୋଡୁଛି ମୁଁ ଜାଣିଛି ମୁଁ କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ। କାହିଁକିନା ଗୋଟେ ଚମତ୍କାର କଥା କୁହାଯାଇଛି, ମଣିଷଟିଏ କଣ କହେ ସେଟା ଜାଣିବା ପାଇଁ ସେ 2 ବର୍ଷ ଲାଗେ ତାକୁ। ଛୋଟରୁ ବଡ ହେଲା ପରେ ଶିଶୁଟିଏ ହେଲା ପରେ ସେ 2 ବର୍ଷ ଭିତରେ ଜାଣିନିଏ ସେ କଣ କେମିତି କହିବ, ହାଉ ଟୁ ସ୍ପିକ୍, ବଟ୍ ହ୍ୱାଟ ଟୁ ସ୍ପିକ୍, କଣ କହିବ ଗୋଟେ ଜୀବନ କାଳ ତା ଭିତରେ ଯଥେଷ୍ଟ ନୁହେଁ। ସେଇଥିପାଇଁ ଆମେ ନ କହିବା କଥା ମଧ୍ୟ ଅନେକ ସମୟରେ କହିଦଉ ଏବଂ ଯୋଉଟା କହିବା କଥା ତାକୁ ସଂଗୁପ୍ତ ଭାବରେ ଏମିତି ଲୁଚେଇ ରଖୁ ଯେ ତାହା ଜଗତ ଜାଣିପାରେ ନା। ତାହା ହେଉଛି ଭାଷାର ବିଡମ୍ବନା। ତ ସେ ଇନ୍ଦ୍ରଦ୍ୟୁମ୍ନ ଏବଂ ଭୀମ ଭୋଇଙ୍କ ପରେ ରାଧାମୋହନ ଗଣନାୟକ ମଧ୍ୟ ଆମ ଭାଷାର ଚାତୁରୀଟାକୁ କେମିତି ବର୍ଣ୍ଣନା କରିଛନ୍ତି କେତେ ଚମତ୍କାର ଢଙ୍ଗରେ ଦେଖନ୍ତୁ। ଆମେ ଜାଣିଛୁ ସମସ୍ତେ ଗୋପବନ୍ଧୁ ଦାସଙ୍କର ଯୋଉ ପୁଣ୍ୟଭୂମି ଉତ୍କଳ ପ୍ରତି ତାଙ୍କର ଯୋଉ କର୍ତ୍ତବ୍ୟ ବା ଓଡ଼ିଶାର ଜନସାଧାରଣଙ୍କୁ ସେ ଯେମିତି ଭାବରେ ଗୋଟେ ମାନବତ୍ର ଉତ୍ତରଣ ଭିତରେ ଯାଇକି ସେ ତାକୁ ଦେଖେଇଛନ୍ତି ଯେ ପର ପାଇଁ ବଞ୍ଚିବାର ନିଷ୍ଠାଟା କଣ, ନିଜ ପାଇଁ ବଞ୍ଚିଲେ ଯେ ପ୍ରକୃତ ଜୀବନ ନୁହେଁ, ପର ପାଇଁ ନ ବଞ୍ଚିଲେ ଜୀବନର ସ୍ୱାଦ ଜାଣି ହବ ନାହିଁ। ସେଇ କଥା ସବୁ ଓଡିଆ ମାନେ ଗୋପବନ୍ଧୁ ଦାସଙ୍କ ପାଖରୁ ଶୁଣିଛନ୍ତି, ଶିଖିଛନ୍ତି। ତାକୁ ଚମତ୍କାର ଭାବରେ ରାଧାମୋହନ ଗଣନାୟକ କହିଲେ ଯେତେବେଳେ ସିଏ ଯାଉଛନ୍ତି ବନ୍ୟା ଚୁଡା ଚାଉଳ ବାଣ୍ଟିବା ପାଇଁ, ଯେତେବେଳେ ମୁର୍ମୂଷ ଅବସ୍ଥାରେ ତାଙ୍କ ସନ୍ତାନଟି ପଡିଛି, ସେତେବେଳେ ତାଙ୍କ ସ୍ତ୍ରୀ ତାଙ୍କୁ କାକୁସ୍ଥ ହେଇକି ମନା କରୁଛନ୍ତି ତମେ ଯାଅ ନାହିଁ। ସେତିକିବେଳେ ଗୋପବନ୍ଧୁ ଦାସ କଣ କହିଛନ୍ତି ଆମେ ଜାଣିଛୁ ଏବଂ ତାକୁ କାବ୍ୟିକ ଢଙ୍ଗରେ ଆମ ଭାଷା କେତେ ମହିୟାନ ଯେ ତାର ପ୍ରମାଣ ଦେଇଛନ୍ତି ରାଧାମୋହନ ଗଣନାୟକ। ସେ ଲେଖିଛନ୍ତି, ଗୃହର ଜୀବନ ପରି ଧୀରେ ରଚି ସମ୍ମୋହ କାରାପୁରୀ, ବାହାରେ ପଡିଛି ବିପୁଳ ଜୀବନ ମୁତ ପାରୁନାହିଁ ଭୁଲି, ଏକରୁ ସକାଶ ଅନେକର ଡାକ ମୁତ ପାରିବିନି ଏଡି, ଛନ୍ଦନା ଆଜି ଚରଣେ ମୋହର ଅନ୍ଧ ମମତା ବେଡି, ଦିଅ ଛାଡି ଦିଅ ମତେ ଚାଲିଯାଏ ଆଜି ଚାଲିଯାଏ ଏକା ବିଶ୍ୱ ଜୀବନ ପଥେ। ତ ବିଶ୍ୱ ଜୀବନର ଜୟଗାନ ଯେମିତି ଓଡିଆ ଲୋକ କରି ଜାଣିଛନ୍ତି, ମୋ ବିଚାରରେ ବିଶ୍ୱର ଅନ୍ୟ କୌଣସି ପ୍ରାନ୍ତର ଲୋକ ଏମିତି ଭାବରେ ବିଶ୍ୱ ଜୀବନର ଜୟଗାନ ସୁନ୍ଦର ଭାବରେ ଚିତ୍ରିତ କରି ଶିଖି ନାହାନ୍ତି ବା ଜାଣି ନାହାନ୍ତି। ଅଥଚ ଦୁର୍ଭାଗ୍ୟର ବିଷୟ ହେଉଛି ଏଇଆ ଯେ ଆମର ଅବବୋଧ, ଓଡ଼ିଆତ୍ୱର ଯୋଉ ଅସ୍ମିତା, ଯୋଉ ଅବବୋଧ, ସେ ଅବବୋଧ ଠାରୁ ଆଧୁନିକତାର ଉଷ୍ମ ଆବାହନ ଭିତରେ ଆମେ ଟିକେ ଅବାଟରେ ମାଡି ଯାଉଛୁ, ଅମଡା ବାଟରେ ମାଡୁଛୁ ଏବଂ ଯାହାଫଳରେ କି ଆମ ନିଜର ପବିତ୍ର ସଂସ୍କାର ଠାରୁ ଦୂରେଇ ଯାଉଛୁ। ଆମ ସଂସ୍କାର ଆମକୁ ଶିଖେଇଥିଲା ଯେ ଆଲୁଅ ଲିଭେଇ, ଆଲୁଅ ଜଳେଇକି ଦୀପଂ ଜ୍ୟୋତି ପରଂ ବ୍ରହ୍ମ, ବା ଆମେ ଯେତେବେଳେ ଦୀପଟାକୁ ଜଳେଇକି ଆବାହନ କରୁଛୁ ସତ୍ୟକୁ, ଈଶ୍ୱରଙ୍କୁ, କିନ୍ତୁ ବର୍ତ୍ତମାନ ଆମର ସଂସ୍କୃତି, ଆମର ସଭ୍ୟତା ଏମିତି ଭାବରେ ପରାଶ୍ରିତ ହେଇଯାଇଛି ଏବଂ ଏମିତି ଭାବରେ କଳୁଷିତ ହେଇଯାଇଛି ଯେ ଆମେ ଦୀପଟିଏ ଜାଳିକି ବନ୍ଦାପନା କରିବା ଅପେକ୍ଷା ଜଳୁଥିବା ଦୀପଟିକୁ ଲିଭେଇ ଦେଇକି ମଧ୍ୟ ଆମେ କହୁଛୁ ହ୍ୟାପି ବାର୍ଥଡେ ଟୁ ୟୁ। ତ ଏଇଟା ହଉଛି ସଂସ୍କୃତି, ଗୋଟେ ସାଂସ୍କୃତିକ ଅବକ୍ଷୟ, ସଂସ୍କୃତିର ଅବମୂଲ୍ୟାୟନ। ଆମ ଭିତରେ ଆମେ
एते उदार एते प्रशस्त आम बाघ को मामू डाकुलु बिलई को मौसी डाकुलु किंतु एबे बापा को बापा डाकु ना कि बो डाकु ना डाडी मम्मी एवं अंकल आंटी भितर आम जीवनटा आगु को माड़ी चलुची एवं आम समस्ते कहूचु ये हूँ अत्याधुनिकतार आह्वान एवं आम यदि आधुनिक हवा यही भाव में आम भाषा ठू आम भावना ठू आम संस्कार ठू आम संस्कृति ठू दुई न जावा ताहले सफल भाव में आधुनिक हो पार ना कि निर्बोधता देखंतु कि निर्बोध विचार देखंतु जे जो माटी मार बास्नारे आम विमोहित होई आम शैशव तारुण्य तारुण्य यौवन एवं यौवन आम सब जगत को चिन्हलु जगत आमको चिन्हला से माँ ठार आम दूरे जाऊँ कहूँ ना ना आम इंग्राजी कहवा आम अन्न भाषा कथा हवा एवं निजको निजर पांडित्य पराकाष्ठा देखापी आम भाषा यथेष्ट नुहे आम अनेक समय निजर जेजे ना मन रखी पारुना किंतु अन्य मानकर जेजे ना मन रखापी अत्यंत धूरीण हो जाऊँ मोर मन अच्छी गोटे पिलाटी छोट पिलाटी पचरा जे करीना कपूर जेजे ना कौन सी अत्यंत आग्रह भाव में मुखस्त कला भाई कहीदेव सी हूँ राज कपूर किंतु जो निजे पचरा अरे बाबू तो जेजे ना कौन अत्यंत निर्लज भाव से नीरव कारण तार संस्कार तार बापा माँ निजर जेजेना शिखापी भूली जाइछन श्रीलंकार साइबरिया जाए समग्र भूगोल को विश्वर समग्र भूगोल को कंठस्थ कर छोट पिलाटीए विद्यार्थीटीए सी निज गाँव ठिकाना भूली जाऊँ आम मातृभाषा ठीक से अवस्था दे गति करुच्ची आम बहुत बड़ होचु आम बहुत ना कमाऊचु आम पृथ्वीर प्रत्येक प्रांत को छुईया आस्पर्धा आम भितर अच्छी किंतु दुर्भाग्य आम आम निजत्व कोटि हरई बसचु यही भाषा टी रखापी जिते बंगाली बड़पंडा माने जड़े प्रतिनिधि क्रांति कुमार भट्टाचार्य से अत्यंत औद्धत्यर सहित कहते ओडिया एक स्वतंत्र भाषा नए एवं से समय ओडिया को गोटे भाषार परिचय दवाई ओडिया जे गोटे निजर गोटे भाषा अच्छी यहाँ गोटे भाषा मत तो आश्चर्य लगुच किसी दिन तले किसी लोक जुक्ति करुले ओडिया लिपिटा तेलुगु लिपि आसी आमे आमको सब बेले ईर्षा करुवा बंगाली बड़पंडा मान चाबुक प्रहार करी छाती उपरे चढ़ी शास्त्रीय मान्यता हासिल करू किंतु दुर्भाग्यर विषय एवं तथाकथित किसी ओडिया पंडित माने विद्वान माने कहते ओडिया भाषा निजस्व परिचय किसी ना ये लिपिटा तेलुगु लिपि आसी जो आमर जो निर्लज आचरण आम से लाज भी करूना आम सत्य अनुसंधान करने ना निज माँ को प्रहार करुचु निज माँ को हतादर करुचु ताहा जे गोटे निर्लजतार कथा सेगुड़ा के आम स्वीकार करने प्रस्तुत नहु दुर्भाग्य से रही आप मन पकातु जो समय जॉन बीम्स ओडिया भाषाटा को टिके महिमान्वित करने फकीर मोहन जो सारा जीवन यौवन लगी जाते ओडिया भाषाटा को केमिति समग्र विश्व समग्र भारत में पहुंचे बोली से जॉन बीम्स साहाय्य नहीं एवं जॉन बीम्स पाखे सकाल पहुंचती से कलेक्टरेट रे कहते कौन सेनापति साहेब तुम आसीगल आज कौन प्रमाण नहीं आस तुम भाषा जिते थर फकीर मोहन सेनापति जाइए से थर बीम्स फेरई देते ना ना यहाँ ठीक भाव में ही ना मुझे कलिकतार यही प्रमाणटा को उपस्थापित कले तुम किसी लाभ हम ना तुम आउ किसी प्रमाण नहीं आस चिंतित फकीर मोहन बहुत दिन समय चिंता कलापर थे जाइए गोटे गामुछारे बंधा होता गोटे ओडिया जीवन गाथा ओडिया जनजीवन जो जीवन गाथा ओडिया भागवत से भागवत टी नहीं से गाई गोविंद 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 पदु गलुची मकरंद से मकरंद पान करी इत्यादि इत्यादि से जॉन बीम्स अत्यंत आग्रह सहित शुणी कहते अरे तुम भाषा पुणी ये कथा अच्छी ताले ये दियो ये प्रमाण भाव में उपस्थापित करी कलिकतार से बैठक में बंधुगण जगन्नाथ दास केबे भागवत लिखिथिले कहीं लिखिथिले को आध्यात्मिक उत्तरण बशवर्ती से कथा लिखिथिले से गुड़िक सी जानी कि आम ये जानीचु जे भागवत पढ़ी सारा पर आम जो ओडियार जो अवबोध ओडियार जो अस्मिता से जमी जाग्रत हुए एजाए ओडिशार कौन साहित्य कौन संस्कृति कौन शास्त्रीय साहित्य आमको से भाव में अभिनव रोमांच दे पारि ना से भाव में अनुभव दे पारि ना जो अनुभव एकदा जगन्नाथ दास भागवत देता एवं तथापि आम कहूँ आम आधुनिक एवं आम अत्याधुनिक मु दर्शन छात्र भाव में गोटे जुक्ति करने आपको जुक्ति नापी चाहूँ आम गोटे
ବିରାଟ ବଡ ସୌଧଟେ ଦେଖୁଛୁ, କୋଠା ଘରଟେ ଦେଖୁଛୁ ଏବଂ ସେ କୋଠା ଘରର ଜୟଗାନ କରି ଚାଲିଛୁ, କେତେ ସୁନ୍ଦର ଚମତ୍କାର ସୌଧଟିଏ ହେଇଛି, କି କାରୁକାର୍ଯ୍ୟ ହେଇଛି, ଇତ୍ୟାଦି ଇତ୍ୟାଦି ସବୁ କଥା କହିକି ତା ପ୍ରଶଂସାରେ ଶତମୁଖ ହେଇଯାଉଛୁ। କିନ୍ତୁ ଦୁର୍ଭାଗ୍ୟ ସେଇ କୋଠାଟିକୁ ଟେକି ଧରିଥିବା ଏବଂ ଅଦୃଶ୍ୟ ଭାବରେ ମାଟି ତଳେ ଥିବା ସେ ଇଟା ଖଣ୍ଡଟି କଥା ଭୁଲି ଯାଉଛୁ, ଯୋଉ ଇଟା ଖଣ୍ଡ ନଥିଲେ ଏତେ ବଡ ବିରାଟ ସୌଧଟି ନଥାନ୍ତା। ଆମେ ସେ ସୌଧର ଜୟଗାନ କରୁଛୁ, କିନ୍ତୁ ସେ ସୌଧଟିକୁ ଟେକିକି ଧରିଥିବା ସେ ଅଦୃଶ୍ୟ ଇଟା ଖଣ୍ଡର ମହିମାଟାକୁ କେବେ ବି ମଧ୍ୟ ସ୍ମରଣକୁ ଆଣୁନାହୁଁ। ଠିକ ସେମିତି ଆମ ଭାଷା ଯାହାରି ଉପରେ ବଳବତ୍ତର ହେଇ ଛିଡା ହେଇଛି ଆମର ବ୍ୟକ୍ତିତ୍ୱ, ଆମର ପରିଚୟ, ଆମ ପରିଚୟକୁ ପୁଞ୍ଜି କରିକି ଆମେ ବହୁତ ଆଗକୁ ଯିବା ପାଇଁ ଉଦ୍ୟମ କରୁଛୁ। ଆମ ଭିତରେ ପରିଚୟଟାକୁ ଆହୁରି ଗରିୟାନ କରିବା ପାଇଁ ଗୋଟେ ପ୍ରାଣମୟ ପ୍ରଚେଷ୍ଟା ଜାରି ରଖି ଚାଲିଛୁ। କିନ୍ତୁ ଦୁର୍ଭାଗ୍ୟ ଯାହା ଉପରେ ଏଗୁଡିକ ପର୍ଯ୍ୟବେସିତ, ସେଇ ଭାଷାଟା କଥା ଆମେ ଭୁଲି ଯାଉଛୁ। ଆଜି ଭାଷା ଆନ୍ଦୋଳନ ଯୋଉମାନେ କରୁଛନ୍ତି, ମୁଁ ବି ଥିଲେ କଳା ପତାକା ଦୁଇଥର ଧରିଛି। ମୋ ଭିତରେ ସେ ଓଡିଆତ୍ୱ ଯୋଉ ଅବବୋଧଟା ସେଟା ଜାଗ୍ରତ ଏଇଥିପାଇଁ ହେଇଛି, ଯେତେବେଳେ ଆମକୁ ଲାଗୁଛି ଯେ ଓଡିଆ ମାନେ ଆମେ ବହୁ ଦୃଷ୍ଟିରୁ ବହୁ ଭାବରେ ଅନ୍ୟମାନଙ୍କ ଠାରୁ ଗରିୟାନ, କିନ୍ତୁ ଆମ ଭିତରେ ଗୋଟେ ଇନଫରିଟି କମ୍ପ୍ଲେକ୍ସ, ହୀନମନ୍ୟତା ଅଛି ଯେ ଆମେ ବୋଧେ ତାଙ୍କ ଭଳି ନୁହେଁ। ତ ଏଇଭଳି ଭାବରେ ଆମେ କେବେ ବି ଥରେ ଚିନ୍ତା କରିନାହୁଁ ଯେ ସେମାନେ ଆମ ଭଳି ନୁହନ୍ତି। ସେମାନେ ଆମ ଭଳି ହବା ପାଇଁ ଯଦି ସେମାନଙ୍କ ପାଇଁ ଗୋଟେ ଯୁଗ ଯୁଗର ତପସ୍ୟା ଦରକାର, ତାହେଲେ ଆମେ ସେଇ ସଂସ୍କୃତିକୁ ନେଇ, ସେଇ ଐତିହ୍ୟକୁ ନେଇ, ସେଇ ଭାଷାକୁ ନେଇକି ଆମେ ଗର୍ବର ସହିତ କଣ କହିପାରିବା ନାହିଁ ଯେ ଆମେ ହଉଛୁ ସେଇ ଓଡିଶାର ଲୋକ, ଯୋଉ ଓଡିଶା ଗଜପତିଙ୍କ ଠାରୁ ଆରମ୍ଭ କରିକି ଏପର୍ଯ୍ୟନ୍ତ ମଧ୍ୟ ଫିରିଙ୍ଗି ଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ଏବେ ବି ଆମେ କିଛି ନା କିଛି ଏମିତି କିଛି କରିଛୁ ଯାହା ଅନ୍ୟମାନେ କେହି କିଛି କରିନାହାନ୍ତି। ଦୁର୍ଭାଗ୍ୟ ଓଡିଶାରୁ ଓଡିଶା ହବା ପାଇଁ ଆମେ କେତେ ସମୟ ନେଲେ ନା, ଓଡିଶା କୋଉ କାଳରୁ ORISS ଲେଖା ହଉଥିଲା ଏବଂ ଆମେ ତାକୁ ସମସ୍ତେ ଏବେ ବି ନେଇ ଚାଲିଛୁ। କିଛି ଲୋକମାନେ ଏବେ ବି ମଧ୍ୟ ଅଛନ୍ତି ଯୋଉମାନେ ODISS ଲେଖିବା ପାଇଁ ଏପର୍ଯ୍ୟନ୍ତ ପରାଙ୍ଗମୁଖ ହଉଛନ୍ତି, କହୁଛନ୍ତି ନାଇଁ ନାଇଁ ସେ ପୁରୁଣା ଓଡିଶା ଆମର ରହିଯାଇଛି ତ ସେ ବ୍ଲକ ତାକୁ କମେଇ ହଉନି। ମୁଁ ତ କେତେଥର ଫେସବୁକ ରେ କହିଛି ଯେ ଆମେ କଟକ ତାକୁ କାହିଁକି KTAK ନ ଲେଖିବା, ଆମେ କାହିଁକି ବାଲେଶ୍ୱରକୁ BALESSHWAR ନ ଲେଖିବା, ଆମେ କାହିଁକି ଲେଖିବା ବାଲାଶ୍ୱର, ଆମେ କାହିଁକି ଲେଖିବା କୋଟାକ। ଯଦି କଲିକତା ଲୋକମାନେ କାଲକଟାଟାକୁ ସେ କୋଲକାତା କରିପାରିଲେ, ମାଡ୍ରାସ ଲୋକମାନେ ଚେନ୍ନାଇ କରିପାରିଲେ, ବମ୍ବେ ଲୋକମାନେ ମୁମ୍ବାଇ କରିପାରିଲେ, ତାହେଲେ ଆମେ କଟକଟାକୁ ସେ ସୁଟାକ କରିକି ଚାଲିଥିବା ଓଡିଶାଟାକୁ 14 ବର୍ଷ ଲାଗିଗଲା। ଆମେ ଓଡିଶାଟାକୁ ଓଡିଶା କରିବା ପାଇଁ 77 ବର୍ଷ ଲାଗିଗଲା। 2013 ମସିହାରେ ଆମେ କଲେ ଓଡିଶା, କିନ୍ତୁ 1936 ପାଖରୁ 13 ଯାଏଁ ଦୀର୍ଘ 77 ବର୍ଷ ଆମେ ଯାତ୍ରା କରିଛୁ ORISS କରି। ତେଣୁ ଏଇ ଯୋଉ ଦୁର୍ଭାଗ୍ୟ, ଏଟା କଣ ପାଇଁ ଆମେ ଦାୟୀ, ଆମେ କୋଉମାନେ ମାନେ ଦାୟୀ? ମୁଁ ଆପଣଙ୍କୁ ଦୁଃଖର ସହିତ କହିବି, ମୁଁ ଜଣେ ଅଧ୍ୟାପକ ଥିଲି ଏବଂ ଯଦି ଅଧ୍ୟାପକ ମାନଙ୍କୁ କୁହାଯାଏ ଜ୍ଞାନୀ ଗୁଣୀ ଲୋକଙ୍କ ଭିତରେ ଗଣାଯାଏ, ତାହେଲେ ମୁଁ ମଧ୍ୟ ସେଇ ଗଣନା ଭିତରେ ଆସିଯିବି। କିନ୍ତୁ ଦୁର୍ଭାଗ୍ୟ, ମୁଁ ଏମିତି ଜଣେ ଅଧ୍ୟାପକଙ୍କ କଥା ଆପଣଙ୍କୁ କହିବି ବର୍ତ୍ତମାନ, ଯୋଉ ଅଧ୍ୟାପକ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ସହିତ ଅତ୍ୟନ୍ତ ତଲ୍ଲୀନତାର ସହିତ ସେ ଜଡିତ ହେଇକି ଥାନ୍ତି ବୋଲି ଘୋଷଣା କରନ୍ତି, ବା ଆମେ ତାକୁ କିଛି କିଛି ଆଚରଣରୁ, ଆମେ ଉଚ୍ଚାରଣରୁ ଦେଖୁ ଯେ ସେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ସହିତ ଜଡିତ ହେଇ ଅଛନ୍ତି। କିନ୍ତୁ ଦୁର୍ଭାଗ୍ୟ, ତାଙ୍କ ପିଲାମାନେ ଇଂଲିଶ ମିଡିୟମ ସ୍କୁଲରେ ପଢନ୍ତି, ତାଙ୍କ ପିଲାମାନେ ତାଙ୍କୁ ଡାଡି ଡାକନ୍ତି, ତାଙ୍କ ସ୍ତ୍ରୀଙ୍କୁ ମମି ଡାକନ୍ତି ଏବଂ ସିଏ ଯେତେବେଳେ ପୁସ୍ତକ ମେଳାକୁ ଆସନ୍ତି ବହି କିଣିବା ପାଇଁ, ତାଙ୍କୁ ଯଦି କେହି ପଚାରନ୍ତି ଯେ କି ବହି କିଣିଲେ, ସେ ଅତ୍ୟନ୍ତ ଆସ୍ଫାଳନର ସହିତ ଏକଥା କହନ୍ତି, ଓଡିଆରେ କି ବହି ଅଛି ଯେ କିଣିବି, ମୋ ପୁଅ ବା ନାତି ମାନଙ୍କ ପାଇଁ ମୁଁ କିଛି କିଛି ଇଂରାଜୀ ରାଇମ୍ସ ଆଉ କମିକ୍ସ ନେଇକି ଯାଉଛି। ଆମେ ହଉଛୁ ସେଇ ଶିକ୍ଷିତ ବର୍ବର ସମ୍ପ୍ରଦାୟର ଲୋକ, ଯୋଉମାନେ ଶିକ୍ଷା ନାଁରେ ଏଇଭଳି ଭାବରେ କରୁ ଯେ ଆମ ଭାଷାଟାକୁ ଆମେ ମହିମାନ୍ୱିତ କରିବା ପାଇଁ ମାଇକ୍ରୋଫୋନ ଟେ ପାଇଲେ ବଡ ବଡ କଥା କହୁ, କିନ୍ତୁ ଘର ଭିତରେ ଯାଇକି ଯଦି ଆମକୁ ଆମ ପୁଅ ବାପା ଡାକିଦେଲା, ତାକୁ ଗାଲରେ ଚଟକଣ୍ଟି ବସଉ ଏବଂ କହୁ କେତେ ଟଙ୍କା ଖର୍ଚ୍ଚ କରି ତୋତେ ଇଂଲିଶ ମିଡିୟମ ସ୍କୁଲରେ ପାଠ ପଢଉଛି, ତୁ ଡାଡି ଆଉ କେବେ ଡାକି ଶିଖିବୁ। ତେଣୁ ଏଇଟା ହଉଛି ଯୋଉ ଶିକ୍ଷିତ ଲୋକମାନଙ୍କର ଆଲୋକ ଭିତରେ ଏଇଟା ହଉଛି ଗୋଟେ ଅନ୍ଧକାର। ମୁଁ ଆପଣଙ୍କୁ ୟାର ପ୍ରତିପକ୍ଷ ଆଉ ଗୋଟେ ଦୃଷ୍ଟାନ୍ତ ଦେବି, ଯୋଉଟା ଅଶିକ୍ଷିତ ମାନଙ୍କ ଅନ୍ଧାର ଭିତରେ ଗୋଟେ ଆଲୋକ। ମୁଁ ପୁରୀ କଲେଜରେ ଥାଏ ଏବଂ ପୁରୀ କଲେଜକୁ ଯିବା ଆସିବା କରିବା ଭିତରେ ବେଳେ ବେଳେ ସମୁଦ୍ର କୂଳକୁ ଗଲାବେଳେ ମୋର ଗୋଟେ ଚା ଦୋକାନ ସହିତ ପରିଚୟ ହେଲା ଏବଂ ସେ ଚା ଦୋକାନୀଟି ତା ସହିତ ସୁଖ ଦୁଃଖ ହଉ ମୁଁ ତାକୁ କହିଲି, ତମ ଘର କୋଉଠି, ତମେ କେତେ ବର୍ଷ ହେଲା ସମୁଦ୍ର କୂଳରେ ଚା ବିକୁଛ ଇତ୍ୟାଦି କହୁ କହୁ ସେ କହିଲା ତାର ଗୋଟେ ଦୁଃଖଟା ମତେ କହିଲା ଥରେ, ଆଜ୍ଞା ମୁଁ ଚା ବିକୁଛି, ମୋ ଘର କେନ୍ଦ୍ରାପଡା ପାଖରେ, ମୁଁ ଆସିକି ପୁରୀରେ ବହୁତ ଦିନ ରହିଲେଣି, ଚା ବିକୁଛି, ଭାରି ଭଲ ରୋଜଗାର ହଉଛି,
କିନ୍ତୁ ଦୁର୍ଭାଗ୍ୟ ମୁଁ ମୋ ପୁଅକୁ ନେଇକି ଭାରି ବ୍ୟସ୍ତ ହେଇ ପଡୁଛି। ମୋ ପୁଅକୁ ନେଇକି ମୁଁ ଗୋଟେ ସୁଖୀ ନୁହେଁ। ଭଗବାନ ମୋ କପାଳକୁ ଏମିତି ଗୋଟେ କୁଳାଙ୍ଗାର ପୁଅଟିଏ ଦେଲେ ଯେ ମୁଁ ତାକୁ ନେଇକି ଗୋଟେ ସୁଖୀ ହେଇପାରୁନି। ସେଠୁ ମୁଁ କହିଲି କାହିଁକି ତମର କଣ ପୁଅ ଅସୁବିଧା କରୁଛି? ନା ପୁଅ ଆଜ୍ଞା କ୍ଲାସ ନବମ ଶ୍ରେଣୀରେ ପଢୁଛି, ଏଇ ପୁରୀରେ ମୁଁ ତାକୁ ପଢଉଛି। ମୁଁ ତାକୁ ବେଳେ ବେଳେ ଯେତେବେଳେ ଯାତ୍ରୀ ଭିଡ ହୁଏ, ଯେତେବେଳେ ଟୁରିଷ୍ଟ ମାନଙ୍କ ସଂଖ୍ୟା ବଢିଯାଏ, ପର୍ଯ୍ୟଟକ ମାନଙ୍କ ସଂଖ୍ୟା, ସେତେବେଳେ ମୁଁ ଡାକେ ମୋ ପୁଅକୁ ଟିକେ ସାହାଯ୍ୟ କରିବା ପାଇଁ ମୋ ଦୋକାନରେ। ଏବଂ ସେଇ ସମୟରେ ମୁଁ ତାକୁ ସବୁବେଳେ କହେ ଯେ ବଙ୍ଗାଳୀ ଲୋକମାନଙ୍କୁ ତୁ ବଙ୍ଗଳାରେ ଯଦି ସ୍ୱାଗତ କରିବୁ, ସିଏ ଟଙ୍କାଏ ଚା ବଦଳରେ, ଏବେ ତ ଚା 5 ଟଙ୍କା, କିନ୍ତୁ ସେତେବେଳେ ଟଙ୍କାଟେ ଥିଲା। ମୁଁ ଯୋଉ ସମୟରେ ପୁରୀ କଲେଜରେ ଥିଲି ସେଇ କଥା କହୁଛି। ତତେ ଓଡିଆ ଲୋକମାନେ ଯଦି ଚା କପି ବିକିବୁ ଟଙ୍କାଟେ ଦେବେ, ତାହେଲେ ବଙ୍ଗାଳୀ ମାନଙ୍କୁ ଚା କପଟେ ବିକିଲେ 2 ଟଙ୍କା ଦେବେ। ଏବଂ ସେଥିପାଇଁ କଣ କାଇଦା ଦରକାର ନା ତାଙ୍କ ଭାଷାରେ ତାଙ୍କୁ କହିବାକୁ ପଡିବ, ଶଙ୍ଖଳିବାକୁ ପଡିବ, ଦାଦା ଆସୁନ ଆସୁନ ବସୁନ, ଚା ପିଇବେନି ନା କି ନିବେନ, ଏଇଭଳି ଭାବରେ ତାଙ୍କ ଭାଷାରେ କୁହାଯିବ। ତାହେଲେ ସେ କଣ କରିବେ ନା ଓଡିଶା ଭିତରେ ତାଙ୍କ ଭାଷାରେ କହୁଥିବା କଥାଟିକୁ ଶୁଣିକି ସେ ଏତେ ଆପ୍ୟାୟିତ ହେଇଯିବେ, କୃତକୃତ୍ୟ ହେଇଯିବେ, ସେ ଟଙ୍କାଏ ଜାଗାରେ 2 ଟଙ୍କା କଣ 3 ଟଙ୍କା 4 ଟଙ୍କା ଦେଇକି ପଳେଇବେ। ତେଣୁ ଆମେ ଗୋଟେ କପ୍ ଚା ବିକି ଯଦି ଟଙ୍କାଟେ ପାଇବା ଓଡିଆଙ୍କ ପାଖରୁ, ତାହେଲେ ସେଇ କପ୍ ଟେ ବିକିକି ଆମେ 3 ଟଙ୍କା ପାଇବା ବଙ୍ଗାଳୀଙ୍କ ପାଖରୁ। ମୋ ପୁଅ କହୁଛି ନା ନା, ମୁଁ କାହିଁକି ଓଡିଶାରେ ଜନ୍ମ ହେଇଛି, ଓଡିଆ ପୁଅ, ମୁଁ କାହିଁକି ତାଙ୍କ ଭାଷା କହିବି? ମୋର ସେ ଟଙ୍କାଟିଏ ଚା ବିକି ବରଂ ମୁଁ ତାଙ୍କ ଭାଷା କହିକି ବା ତାଙ୍କ ଭାଷା ତାଙ୍କୁ ଶୁଣେଇକି ମୋ 3 ଟଙ୍କା ଲାଭ ଦରକାର ନାହିଁ। କହିଲେ ବାବୁ ଏଇଭଳିଆ ପିଲାଟିଏ ସେ ଯୁଗର ପିଲା, ଏ କୁଳାଙ୍ଗାର ପିଲା ନୁହେଁ। ମୁଁ ଅତ୍ୟନ୍ତ ଦୁଃଖ କଲି ଏବଂ ହସିକି କହିଲି, ମୋ ବାବୁରେ ତମେ ଚା ବିକୁଛ, ବେଶୀ ପାଠ ପଢିନ, ତମ ପୁଅଟି ବି ନବମ ଶ୍ରେଣୀରେ ପାଠ ପଢୁଛି, ସିଏ ବି ମଧ୍ୟ ବେଶୀ ପାଠ ପଢିନାହିଁ, କିନ୍ତୁ ମୁଁ ତ କହିବି ତମର କେଡେ ସୌଭାଗ୍ୟ, ତମେ ଗୋଟେ କୁଳାଙ୍ଗାରକୁ ନୁହେଁ, ଓଡିଶାର ଗୋଟେ କୁଳ ଉଜ୍ଜ୍ୱଳ ସନ୍ତାନକୁ ଜନ୍ମ ଦେଇଛ, ଯିଏ 2 ଟଙ୍କା ଅଧିକା ପାଇବା ପାଇଁ ନିଜ ମାତୃଭୂମି କି, ନିଜ ମାତୃଭାଷାକୁ ସେ ବିଦ୍ରୋହ କରୁନାହିଁ, ଦ୍ରୋହ କରୁନାହିଁ। ଏବଂ ତାକୁ ଦ୍ରୋହ କରି 2 ଟଙ୍କା ରୋଜଗାର ଅଧିକ କରିବ ବୋଲି ସେ ଅନ୍ୟ ଗୋଟେ ଭାଷାକୁ ଆପଣେଇ ନେଉନାହିଁ। ତେଣୁ ତମ ନଜରରେ ସେ କୁଳାଙ୍ଗାର ହେଇପାରେ, କିନ୍ତୁ ମୋ ନଜରରେ ସେ ହଉଛି ଗୋଟେ କୁଳ ଉଜ୍ଜ୍ୱଳ ଓଡିଆ। ଏବଂ ତାପରେ ମୁଁ ଯେହେତୁ ଖବରକାଗଜରେ ସ୍ତମ୍ଭ ଲେଖେ, ମୁଁ ଏଇ କଥାଟାକୁ ନେଇକି ସ୍ତମ୍ଭ ଲେଖିଥିଲି ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଜାତନ୍ତ୍ରରେ, ମୋର ମନେ ପଡୁଛି ସେତେବେଳେ ମୁଁ ପ୍ରଜାତନ୍ତ୍ରର ଅବ୍ୟକ୍ତ ସ୍ତମ୍ଭରେ ମୁଁ ନିୟମିତ ଲେଖୁଥିଲି। ଆଉ ସେଇ ସମୟରେ ମୁଁ ଲେଖିଥିଲି ଅବାଧ୍ୟ ସନ୍ତାନଙ୍କ କଥା। ମୁଁ ଏ କଥା ଆପଣଙ୍କୁ ଏଇଥିପାଇଁ କହୁଛି, ଯେହେତୁ ମତେ ଯୋଉ ଭାଷାଟି ଦିଆହେଇଛି, ମତେ ଯୋଉ ଟପିକଟି ଦିଆହେଇଛି, ଯୋଉ ପ୍ରସଙ୍ଗଟି, ଯେ ମାତୃଭାଷା ଓ ଜୀବନ ଦର୍ଶନ, ୟା ଭିତରେ ସେ ଦର୍ଶନଟି କେତେ ବଡ ଦର୍ଶନଟି ଲୁଚିକି ରହିଛି। ବାପାଟିଏ ଚାହୁଁଛି ପଇସା, ପୁଅଟିଏ ଚାହୁଁଛି ନିଜ ଭାଷାର ମାନ୍ୟତା ଏବଂ ନିଜ ଭାଷାର ମୋହନୀୟତା। ତେଣୁ ଆମେ କୁଆଡିକି ଯାଉଛୁ? ଆମ ପିଲାମାନେ ଯେତେବେଳେ ଡାଡି ଡାକୁନାହାନ୍ତି ଆମେ ବିରକ୍ତ ହଉଛୁ। ଆମେ ଭାବୁଛୁ ଡାଡି ଡାକି କାହିଁକି? ନା ଇଂଲିଶ ସ୍କୁଲରେ ପାଠ ପଢୁଥିବା ପିଲାଟେ ସେ କହୁଛି ମୁଁ ଡାଡି ମମି ଡାକିବି। ଏବଂ ମତେ ତ ଆଶ୍ଚର୍ଯ୍ୟ ଲାଗେ ବେଳେ ବେଳେ, ବାପା ମା ମାନେ ତାଙ୍କ ପିଲାମାନଙ୍କୁ ଯୋଗ୍ୟ କରୁଛନ୍ତି ଭଲ ମଣିଷ ହବା ପାଇଁ ନୁହେଁ, ଗୋଟେ ବଡ ମଣିଷ ହବା ପାଇଁ। ସେମାନେ ବଡ ମଣିଷ ହବା ପାଇଁ କଣ, କେମିତି ବଡ ମଣିଷ? ନା ବଡ ଚାକିରିଟେ କରିବ, ବଡ ରୋଜଗାର କରିବ, ଏବଂ ବଡ ରୋଜଗାର କଲା ପରେ ଯେତେବେଳେ ବାପା ବା ମା ସେମାନେ ହସ୍ପିଟାଲରେ ପଡିଥିବେ, ସେତେବେଳେ ପିଲାଟି ତାଙ୍କୁ ଆଉ ଦେଖିବା ପାଇଁ ଆସୁନଥିବ, ସେ ଆମେରିକାରେ ଥିବ, ତୋଳାଏ ଟଙ୍କା ପଠେଇଦବ, ଦେଇ କହିବ ଏଇ ଟଙ୍କା ନେଇକି ତମେ ଟ୍ରିଟମେଣ୍ଟ ହୁଅ, ମୋର କିନ୍ତୁ ଭାରତକୁ ବା ଓଡିଶାକୁ ଫେରିବା ପାଇଁ ବର୍ତ୍ତମାନ ସମୟ ନାହିଁ। ତ ଏଇଭଳି ବଡ ମଣିଷ ହବା ପାଇଁ ତାଙ୍କୁ ଇଂଲିଶ ମିଡିୟମରେ କଣ ପଢେଇବା? ନା ଯୋଉ ପିଲାଟି ପୁରୀରେ ଚା ବିକୁଛି ଏବଂ ତା ବାପା କହିଲା ବେଳକୁ ବଙ୍ଗଳାରେ କଥା କହ ବୋଲି ସେ ମନା କରୁଛି, ସେଇଭଳି ପିଲା ଆମ ଓଡିଶାର ଭବିଷ୍ୟତ ଏବଂ ଓଡିଶାର ଉତ୍ତରଦାୟ ଦେବା ପାଇଁ ଯୋଗ୍ୟତା ଅର୍ଜନ କରିଛି, ତାହା ବିଜ୍ଞଜନେ ବିଚାର କରିବେ ବା ଆପଣମାନେ ଯୋଉମାନେ ମୋ କଥା ଶୁଣୁଛନ୍ତି ବିଚାର କରିବେ। ମୁଁ ଏ ବିଷୟରେ ଆଉ ଅଧିକ ଆଗକୁ ଯିବି ନାହିଁ। ମୁଁ ଯେହେତୁ ଜଣେ ଅଧ୍ୟାପକ ଏବଂ ମୁଁ ଅନେକ ସମୟରେ କଲେଜ କ୍ୟାମ୍ପସରେ ଦେଖେ ପିଲାମାନେ ହାତ ଧରା ଧରି ହେଇକି ଯାଉଥିବେ, ନିଜ ଭାଷାରେ କେହି କଥା କହନ୍ତି ନାହିଁ। ସେମାନେ ସବୁ ଆଜିକାଲି ତ ହିନ୍ଦୀ ଭାଷା, ଇଂରାଜୀ ତ ଭୁଲ ଭାଲ କହୁଛନ୍ତି, ତେବେ ହିନ୍ଦୀ ଭାଷାରେ ମଧ୍ୟ ସେମାନେ ଭୁଲ ଭାଲ ହିନ୍ଦୀ କହିକି ପରସ୍ପର ସହିତ ଏମିତି ଭାବରେ କଥାବାର୍ତ୍ତା ହଉଥିବେ, ବିଶ୍ୱାସ କରିବାକୁ କଷ୍ଟ ହବ ଯେ ଏଇ ପିଲାଟି ଓଡିଶାର ପିଲା, ଅନୁଗୁଳର ପିଲା, କି ଢେଙ୍କାନାଳର ପିଲା, କି କେନ୍ଦ୍ରାପଡାର ପିଲା, କି ତିଗିରିଆର ପିଲା, ନା ସିଏ ଆସିଛି ଆଉ କୋଉଠୁ ଯୋଉଠିକି ସେ ହିନ୍ଦୀରେ କଥାବାର୍ତ୍ତା କରୁଛି। ମୁଁ ଛୋଟିଆ ଉଦାହରଣଟେ ଦଉଛି, ଯୋଉଟା କି ଥରେ ମୁଁ ଲେଖିଥିଲି ଆଉ ଏକ ଆନ୍ଦୋଳନ ଲୋଡାରେ, ସେଇଥିରେ ବି ସମ୍ବାଦରେ ଲେଖିଥିଲି, ସେଇଥିରେ ମଧ୍ୟ ଏଇ କଥାଟି ଲେଖିଥିଲି। ଏଇ କଥାଟି କ୍ଷେତ୍ରମୋହନ ପଟ୍ଟନାୟକ ଥାନ୍ତି ରେଭେନ୍ସା କଲେଜର ପ୍ରିନ୍ସିପାଲ, ଏବଂ ତାଙ୍କୁ 2 ଜଣ ପିଲା ଚାଲି ଚାଲିକି ଇଂରାଜୀରେ କଥା ହୁଁ ଅତିକ୍ରମ କରିକି ଚାଲିଗଲେ। ଆମ ବେଳେ ଆମେ ପାଠ ପଢିଲା ବେଳେ ଭାରି କଷ୍ଟ ପଡୁଥିଲୁ, ଆମ ସାର୍ ମାନଙ୍କୁ ଆମେ ଅତିକ୍ରମ କରି ଯିବା ପାଇଁ ଦୁଃସାହସ କେବେ କରୁନଥିଲୁ, ଚାଲିରେ ଏବଂ ଆଚରଣରେ ଏବଂ ଉଚ୍ଚାରଣରେ, କାରଣ ସେ ମୋର ସାର୍। ବାପା ମାଙ୍କ ପ୍ରତି ସେତେବେଳେ ଯାହା ଥିଲା ସାର୍ଙ୍କ ପ୍ରତି ସେଇଆ ଥିଲା। କିନ୍ତୁ ବର୍ତ୍ତମାନ ତ ପିଲାମାନେ ସାର୍ଙ୍କର ଫ୍ରେଣ୍ଡ, ଏବଂ ଆଜିକାଲି ଯୋଉ ସଂସ୍କାର ବା ଆମ ସଂସ୍କୃତିର ଯୋଉ ଅବମୂଲ୍ୟାୟନ ଘଟି ଚାଲିଛି, ଆମେ ଯୋଉ ପାଶ୍ଚାତ୍ୟ ସଭ୍ୟତାକୁ ଆପଣେଇ ନେଇଛୁ, ସେତେବେଳେ ଆମେ ସାର୍ଙ୍କୁ ଭାବୁଛୁ ହିଜ୍ ମାଇ ଫ୍ରେଣ୍ଡ, ଇଜ୍ ନଟ୍ ମାଇ ଟିଚର, ଇଜ୍ ମାଇ ଫ୍ରେଣ୍ଡ।
तो से भली किसी पिला माने कोठी एडा शिखुचंती दी जण पिला तले इंग्रजी रे कथाता हेकि जाउचंती सेतले क्षेत्रन पटने टिके इज हार्ड ऑफ हियरिंग के कम सुबे से तको काने की सुनिले जे पिला माने कोन कहउचंती तापर तंग डाकी देले अरे बाबू सुनलो से आसला पर से तंग से इंग्रजी रे कहले आई सपोज यू आर ऑल फ्रॉम कन्वेंट तो पिला माने खुशी गेले कहला रे प्रिंसिपल कहउचंती आमे कन्वेंट स्कूल आसु बोली किमि जानले बोते आमे जो इंग्रजी रे कथाता हेकि जाउतलु प्रिंसिपल सुनले so this is the recognition coming not from less than from a principal like a man like principal ଯେତେବେଳେ ଗୋଟେ ପ୍ରିନ୍ସିପାଲ ଆମକୁ ସ୍ୱୀକୃତି ଦଉଛନ୍ତି ଆମ ଇଂରାଜୀ ଶୁଣିକି ସେ ଆମକୁ ଚକିତ ହେଇକି ପଚାରୁଛନ୍ତି ତମେ କୋଉଠୁ ପଢିଛ ସେ ପିଲାଟି ଆଗ୍ରହ କଲେ yes sir we have come from convent but how could you know it sir ଯେତେବେଳେ ଇଏ ପଚାରୁଛନ୍ତି I suppose you are all from convent you both are from convent ସେଠୁ ଇଏ କହୁଛନ୍ତି yes sir we are from convent but how could you know it sir ତାଙ୍କୁ ତଟସ୍ଥ କରି ଚମତ୍କୃତ କରିକି क्षेत्रन पटनायक उत्तरटे देइतिले फ्रॉम द रॉन्ग इंग्लिश यू स्पीक तमे जो भूल इंग्लिश कहउत से भूल इंग्लिश रु मु जानिली जे तमे कन्वेंट स्कूल पाठ पढिजो मु क्षमा मागु जे जो माने कन्वेंट स्कूल मो कथा सुनुथुवा एवं कन्वेंट इंग्लिश स्कूल पाठ पढुथुवा लोक माने अछंती मु त क्षमा मागु छी कारण सब कथा तो व्यतिक्रम थांती मु दृष्टांत देली किंतु अनेक समय आमे जो माने ओडिया स्कूल पाठ पढुचु मु तो क्लास 6 रे इंग्लिश सेंटेंस लिखि सिकिली किंतु I can speak eloquent English and in all possible manners I can speak English in a tone and voice that can surpass even the English style of a convent educated student. Although I have started learning English only at the class 4 and started constructing the English sentence only at class 6. तो मु से अभिमानटा काहे कि रहिबो मु ओडियाटे छात्र माने एवं मु ताले इंग्रजी किछ कहि परिबि नै हम पिला मानकर इंग्रजी जानिया पई इति आमे कहया इंग्रजी रे कहू काहे कहू ना हमर भविष्य उज्जवल हबो मु तो जानि पारुनी जे भविष्य रे उज्जवल होउची ना अंधार होउची आगुरु ओडिया स्कूल पढुवा पिला माने तले हाकिम होउतले भारतीय प्रशासन सफाय साफल्य मंडित होउतले सेतले वर्तमान इंग्रजी मीडियम रे चारियार सब इंग्रजी मीडियम स्कूल पिला पाठ पढुचंती किंतु आईएएस संख्या एते कमी कमी चली ओडिसा रो ओडिया आईएएस संख्या जाफल कि हमर दुर्भाग्य अण ओडिया द्वारा आमे वर्तमान शासन होउचु एवं अण ओडिया प्रशासक माने हमकु केमिति शासन करचंती ता आपण मान समस्तंकर आखि देखा कथा मु ता ऊपर काउ जीबी नाही एवं ओडिसा रो जो सांस्कृतिक अवमूल्यन से अवमूल्यन पई दायी किए हम जीवन दर्शन को आमे तो अनुध्यान करिबा आमे को दर्शन नै कि बंचुचे को दर्शन नै कि बढ़ुचे एवं दर्शन सहित हम भाषा को आमे समृद्ध करूचे आमे सेही भाषा को समृद्ध करिबा कि जो भाषा रे आमे कथार्थ होतबा एवं सेही भाषाटा जो भाषाटा आमे भाबिबा जे एटा विदेशी मानक भाषा सेही भाषा रे मु अन्य मानक सहित कथार्थ करिबि तेणु आमको निर्देश नष्ट पड़ो आम सांस्कृतिक अवक्षर सूचना को माने दायी अल्प दिन तले गोटे गीत आसला आपण माने समस्त से गीत शुणिथिबे मत शुणिले हस लगे जे कौन से गीतटा उड़िया रे गोटे गीत देबु जदि गरी तो दिल दे जा बदल रे ओडिसा रे फाळे नै जा ओडिसा रे जिमिता पैतृक संपत्ति से ता प्रेमिकार हृदय जितिया पई ओडिसा रे फाळे दान रे टेकी दउची तो आम ओडिसा रे परिचय कोन एया आमे निज पई निजर आत्मश्लाघा पई हमर प्रतिष्ठा करिया पई बा निजर स्वार्थ को भेटिबा पई आमे एई भली सब काम करिबा जो काम करिबा उचित नुहे बा जो काम कले गोटे मार हृदय रक्तक्षरण हबो बंधुगण आम भाषार महिमान्वित करिया पई एवं सेही भाषाटा को केमिति भाबरे आमे नीतिदिनिया जीवन रे परिचालित करूछे सेटा होछि हमर भाषा आंदोलन जोति पई चलीथिला कोन हमर शासन हबो किंतु हमर शासनकर्ता हमकु शासन करूथवा लोकटिए से इंग्रजी भाषा रे हमकु शासन करिवो एई तो बहुत लोग बहुत आड़े पार्टी करछंती जे जहा जहा होछि कोरोना एते बड़ विपत हे गला समग्र विश्व को संक्रमित कला विश्व को तटस्थ करिक रखि देला विज्ञान को पददलित करि देला प्रकृति ता भितरे हमर किछि लोक माने हमर केमिति कथावार्ता करछन ना इंग्रजी रे नोटिफिकेशन करिवे डाक्टर टे इंग्रजी रे प्रेस्क्रिप्शन करिवे तो हम ओडिया भाषाटा हमर ओडिया डाक्टर टे ओडिया भाषा कोन लिखि परिबे नै जदि भी ठीक अच्छी तुम इंग्रजी से अक्षर इंग्लिश नाटा प्रेस्क्रिप्शन लेख किंतु तुमर जो कोड लैंग्वेज तुम यूज करूछ पैथोलॉजिकल टेस्ट पाखरे सेतरे मध्ये एमिति कोड लैंग्वेज रे जे 200 टंका टेस्ट में 1200 टंका गोटे पेशेंट को खर्च करिया पड़ुछि जीवन दर्शन या कहूछि जे मातृभाषाटा हमकु कम करे ना कम रे बंचिबा को सिखाए किंतु विदेशी भाषा कोन करे
ନା ସେତିକି ଆବଶ୍ୟକତା ମେଣ୍ଟିବା ପାଇଁ ଆମକୁ ବେଶୀ ପଇସା ଖର୍ଚ୍ଚ କରିକି ବଞ୍ଚିବାର ଗୋଟେ ସ୍ୱତନ୍ତ୍ର ଅହମିକାଟିଏ ସୃଷ୍ଟି କରେ। କଣ ନା ମୁଁ ଏମିତି ଭାବରେ ବଞ୍ଚୁଛି, ମୁଁ ଏମିତି ଯାଉଛି। ଆରେ ବାବୁ, ତମେ କାରରେ ଯଦି ଯାଅ କି ବସରେ ଯାଅ କି ରିକ୍ସାରେ ଯାଅ କି ସାଇକେଲରେ ଯାଅ କି ଚାଲିକି ଯାଅ, ସେ ଜାଗାର ଦୂରତା କେବେ କମିଯିବ ନାହିଁ ବା ସେ ସ୍ଥାନ ତାର ଭୂଗୋଳ କେବେ ପରିବର୍ତ୍ତନ କରିବ ନାହିଁ ଯୋଉ ସ୍ଥାନକୁ ତୁମେ ଯିବା ପାଇଁ ଚେଷ୍ଟା କରୁଛ। ତେଣୁ ଏଇଥିରେ ବାହାଦୁରୀ ନେବାର କଣ ଅଛି? ଆମେ କୋଉଥିରେ ଯାଇପାରୁଛୁ। ତେଣୁ କୋଉ ଭାଷା ବ୍ୟବହାର କରିକି ଆମେ ସେଟାକୁ ଆୟତ୍ତ କରୁଛୁ ଏଇଟା ବଡ କଥା ନୁହେଁ। ନିଜ ଭାଷାର ଗୋଟେ ମାଦକ୍ୟତା, ନିଜ ଭାଷାର ଯୋଉ ମାଧୁର୍ଯ୍ୟ, ସେଇଟାର ସେଇ ଅବବୋଧଟାକୁ ଆମେ ଦୂରେଇ ଯାଉଛୁ। ମୁଁ ଆପଣଙ୍କୁ ଗୋଟେ ଛୋଟିଆ ଉଦାହରଣ ଦଉଛି। କିଛି ଦିନ ତଳେ ଫେସବୁକରେ ଲେଖିଥିଲି, ରବର୍ଟ ଫ୍ରଷ୍ଟ ଜଣେ, ମୁଁ ଇଂରାଜୀ ଅନର୍ସର ଛାତ୍ର ଥିଲାବେଳେ ରବର୍ଟ ଫ୍ରଷ୍ଟଙ୍କୁ ପଢିଥିଲି ଏବଂ ଭାରି ଚମତ୍କାର ତାଙ୍କ କବିତାର ଯୋଉ ପଙ୍କ୍ତି ଗୁଡିକ, ସିଏ ଗୋଟେ ଚମତ୍କାର କବିତା ଥରେ ଲେଖିଥିଲେ, ଉଡ୍ସ ଆର୍ ଲଭଲି ଡାର୍କ ଆଣ୍ଡ ଡିପ୍, ଆଇ ହ୍ୟାଭ୍ ପ୍ରମିସେସ୍ ଟୁ କିପ୍, ମାଇଲ୍ସ ଟୁ ଗୋ ବିଫୋର ଆଇ ସ୍ଲିପ୍। ବହୁତ ଦିନ ଧରି ଆମେ ଯୋଉମାନେ ଇଂରେଜୀ ସାହିତ୍ୟ ପଢୁଥିଲୁ, ସେଇ ଅବବୋଧ ଭିତରେ ସେଇ କବିତାର ତାର ଯୋଉ ଅର୍ଥ, ତାର ଯୋଉ ବାର୍ତ୍ତା, ସେଇ ବାର୍ତ୍ତା ଭିତରେ ଆମେ ବଞ୍ଚୁଥିଲୁ। କେପର୍ଯ୍ୟନ୍ତ ବଞ୍ଚୁଥିଲୁ? ନା ଯେପର୍ଯ୍ୟନ୍ତ ଆମ ମୁଣ୍ଡର ଚେତନା ଆମକୁ ଚିହ୍ନୁଥିଲା ଯେ ଉଡ୍ସ ଆର୍ ଲଭଲି ଡାର୍କ ଆଣ୍ଡ ଡିପ୍ ଆଣ୍ଡ ଆଇ ହ୍ୟାଭ୍ ପ୍ରମିସେସ୍ ଟୁ କିପ୍, ମାଇଲ୍ସ ଟୁ ଗୋ ବିଫୋର ଆଇ ସ୍ଲିପ୍। କିନ୍ତୁ ସେଠି ହୃଦୟ କିଛି କାମ କରୁନଥିଲା। ବିଦେଶୀ ଭାଷା ଆମ ଚେତନାକୁ ଯେମିତି ସ୍ପର୍ଶ କରେ, ସେତେ ହୃଦୟକୁ କରିପାରେ ନା ଯେମିତି କରିପାରେ ମାତୃଭାଷା। ମାୟାଧର ମାନସିଂ ଯେତେବେଳେ ସେଇ କବିତାଟିକୁ ଓଡ଼ିଆରେ ରୂପାନ୍ତରିତ କଲେ, ତାର ଯେତେବେଳେ ମର୍ମାନୁବାଦ କଲେ, ତା ଆପଣମାନଙ୍କ ନଜରକୁ ଆସିଥିବ ଦୁଇଟି ଉଦାହରଣ। ଗୋଟିଏ ଇଂରାଜୀରେ ରବର୍ଟ ଫ୍ରଷ୍ଟଙ୍କର କବିତା ଏବଂ ଆଉ ଗୋଟେ ହଉଛି ତାର ମର୍ମାନୁବାଦ କରିଥିବା ମାୟାଧର ମାନସିଂଙ୍କର ଏଇ ଓଡ଼ିଆ କବିତା। କବିତାଟି କଣ? ସୁନ୍ଦର ଯେତିକି ଅନ୍ଧାର ସେତିକି, ଏଇ ଯେ ଗହନ ବନ, ତେଣୁ ତୁ ଆପଣା ସଂକଳ୍ପେ ଅଟଳ ଅଚଳ ରହରେ ମନ, ଆଗକୁ ପଡ଼ିଛି ପଥ ବହୁ ଦୂର ତଥାପି ରହିଛି ବାକି, ଚାଲିବି ନ ପଡ଼ିବି ଥକି, ମୁଦିବା ଆଗରୁ ଆଖି। କିନ୍ତୁ ଦେଖନ୍ତୁ ତା ଭିତରେ କି ମାଧୁର୍ଯ୍ୟ, ହୃଦୟକୁ ସ୍ପର୍ଶ କରିବା ପାଇଁ କି ଯୋଉ ଆବେଗ ଏବଂ ତାର ସେ ଯୋଉ ରମଣୀୟତା, କମନୀୟତା, ସେ କମନୀୟତାଟା ଇଂରାଜୀ ଭାଷାରେ ଅଛି କି? ହୁଏତ ଇଂରାଜୀ ଭାଷାକୁ ଭଲ ପାଉଥିବା ଲୋକଟେ କହିବ ଯେ ହଁ ହଁ, ଇଂରାଜୀରେ ସେତିକି କମନୀୟତା ଅଛି ଯୋଉ କମନୀୟତା ତମେ ଓଡ଼ିଆ ଭାଷାରେ ଦେଖୁଛ। କିନ୍ତୁ ମୁଁ କହିବି ଯେ ମା ଗୋଟେ ଯୋଉ ଶାଢୀ ପିନ୍ଧୁନା କାହିଁକି, ମୋ ଆଖିକି ସେ ଯେମିତି ସୁନ୍ଦର ଦେଖାଯିବ, ମାଉସୀଟିଏ ବା ଅନ୍ୟ କୌଣସି ମହିଳା ଜଣେ ଯେତେ ନିଜକୁ ସଜେଇ ହେଇକି ମୋ ଆଗରେ ଛିଡା ହେଲେ ମଧ୍ୟ ମାର ସୌନ୍ଦର୍ଯ୍ୟ କେବେ ଅପସାରିତ ହେଇପାରିବ ନାହିଁ ବା ତାକୁ କେବେ ପ୍ରତିହତ କରିପାରିବ ନାହିଁ। ସେଇଥିପାଇଁ ଇଂରାଜୀ ଅନର୍ସର ଛାତ୍ର ଥିଲାବେଳେ ମୁଁ ରବର୍ଟ ଫ୍ରଷ୍ଟଙ୍କ କବିତା ପଢିକି ଆମୋଦିତ ହେଇଛି, ରୋମାଞ୍ଚିତ ହେଇଛି। ମୋ ମୁଣ୍ଡର ଚେତନା ମତେ କିଛି ସମୟ ପାଇଁ ବାକରୁଦ୍ଧ କରିଦେଇଛି ତା ଭିତରର ବାର୍ତ୍ତାକୁ ଚିହ୍ନିକି ଅନୁସନ୍ଧାନ କରିକି। କିନ୍ତୁ ମୁଁ ଯେତେବେଳେ ମାୟାଧର ମାନସିଂଙ୍କର ଏଇ ପଂକ୍ତିଟି ପଢିଲି, ସେତେବେଳେ ଦେଖିଲି ଯେ ପ୍ରକୃତରେ ମାତୃଭାଷାର ମହକ ଭଳି ଆଉ କାହାର ମହକ କୋଉ ଭାଷାରେ ଥାଇ ନପାରେ। କେବଳ ମାତୃଭାଷାର ଆକର୍ଷଣ ମଣିଷକୁ ନୁହେଁ। ଆପଣ ଦେଖନ୍ତୁ ଗୋଟେ ଛୋଟିଆ ଉଦାହରଣ, ନୀଳବର୍ଣ୍ଣ ଶୃଗାଳର କଥା। ଆମେ ସବୁ ପଢିଲେ, ଆମେ ପଞ୍ଚତନ୍ତ୍ରରେ ସେ ଗପଟି କଥା, କେତେ ଚମତ୍କାର ଶିକ୍ଷାଟେ ତା ଭିତରେ ଅଛି। ସେ ଶିକ୍ଷା ଭିତରେ ଆଉ ଗୋଟେ ଶିକ୍ଷା ପ୍ରତି ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି। ନୀଳକୁଣ୍ଡରେ ପଡିକି, ରଜକର ନୀଳକୁଣ୍ଡରେ ପଡିକି ଯେତେବେଳେ ଶୃଗାଳ ଗୋଟେ ବିଚିତ୍ର ବର୍ଣ୍ଣା ହେଇଗଲା ଏବଂ ତାକୁ ଯେତେବେଳେ ଅନ୍ୟ ପଶୁମାନେ ଦେଖିଲେ ଯେ ଇଏ କିଭଳି ବିଚିତ୍ର ପଶୁଟିଏ, ସେତେବେଳେ ସିଏ ଭାବିଲା ଯେ ୟାର ମୁଁ ଫାଇଦା ନେବି ଏବଂ କଣ କଲା ନା ସେ ନିଜକୁ ରାଜା ବୋଲି ଘୋଷଣା କଲା। ବାଘ, ସିଂହ ଏମାନଙ୍କ ଠାରୁ ମଧ୍ୟ ସେ ସବୁବେଳେ ଭାବିଲା ଯେ ସେମାନେ ମତେ ଭୟ କରିକି ରହୁଛନ୍ତି, କାରଣ ମୁଁ ହଉଛି ଜଙ୍ଗଲ ରାଜା। ସେ ପର୍ଯ୍ୟନ୍ତ ସିଏ ରହୁଥିଲା। ଏପର୍ଯ୍ୟନ୍ତ ନା ଯେପର୍ଯ୍ୟନ୍ତ ସନ୍ଧ୍ୟାରେ ଥରେ ସେ ଶିଆଳ ମାନଙ୍କର ହୁକେ ହୋ ଶୁଣି ନଥିଲା। ଯେତେବେଳେ ସେ ରାଜା ହେଇକି ଶାସନ କରୁଥିଲା, ଯେତେବେଳେ ସେ ଅତ୍ୟନ୍ତ ଉଚ୍ଛ୍ବସିତ ହୋଇଯାଉଥିଲା ଆତ୍ମସମ୍ବର୍ଦ୍ଧନାରେ, ସେ ପର୍ଯ୍ୟନ୍ତ ସେ ଭାବୁଥିଲା ଯେ ଯାହା ହଉ ରଜକର ମାନେ ଯୋଉ କୁଣ୍ଡରେ ପଡିକି ତାର ଯୋଉ ଡୋବାର ଯୋଉ ନୀଳକୁଣ୍ଡ, ସେଟା ମୋ ପାଇଁ ଗୋଟେ ଆଶୀର୍ବାଦ ହେଲା। ମୋର ଚେହେରା ବଦଳିଗଲା ଏବଂ ଚେହେରା ସହିତ ମୋ ପରିଚୟ ବି ବଦଳିଗଲା। କିନ୍ତୁ ଯେତେବେଳେ ସେ ହୁକେ ହୋ ଶବ୍ଦ ଶୁଣିଲା ଥରେ ସନ୍ଧ୍ୟା ବେଳରେ, ପ୍ରଥମ ପ୍ରହରରେ, ସେତେବେଳେ ମାତୃଭାଷାର ମାଧୁର୍ଯ୍ୟ ତାକୁ ଏମିତି ବିମୋହିତ କଲା, ତାକୁ ଏମିତି ବ୍ୟସ୍ତ ବିବ୍ରତ କରିଦେଲା। ସେ ଭାବିଲା ଠିକ ମୋ ରାଜପଣ। ସେ ଜାଣିଥିଲା ମୁଁ ଯଦି ପରିଚୟ ଦେବି, ମୁଁ ଯଦି ହୁକେ ହୋ କହିକି ମୋର ସେଇ ହୁକେ ହୋ ଭାଇ ମାନଙ୍କ ତାଳରେ ତାଳ ମିଳେଇବି, ସେତେବେଳେ ବାଘ ଆଉ ସିଂହ ଛକିକି ବସିଛନ୍ତି, ମତେ ଭାବିବେ ଯେ ମୁଁ ଗୋଟେ ଶିଆଳଟା ଏବଂ ବେକ ମୁଡିକି କଣା କରିକି ରକ୍ତ ପିଇଯିବେ। ତଥାପି ମଧ୍ୟ ସେ ନିଜ ମାତୃଭାଷାର ଅମର୍ଯ୍ୟାଦା ହବ ବୋଲି ନୀରବ ରହିପାରିଲା ନାହିଁ ଏବଂ ସେ କଣ କଲା ନା ସିଏ ବି ହୁକେ ହୋ ବୋଲି ରଡି ଦେଲା। ତା ରଡିର ପ୍ରତିବେଦନରେ ୟା ରଡି ଶୁଣିଲା ପରେ ବାଘ ସିଂହ ଆସିଲେ, ତା ତଣ୍ଟି ଚିପିକି କଣା କଲେ, ତା ରାଜତ୍ୱ ଗଲା, ତାର ସିଂହାସନ ଗଲା, ତାର ମୁକୁଟ ଗଲା, ଜୀବନ ବି ଗଲା। କିନ୍ତୁ
से जीवन चलीगला कौन पाइला ना गोटे जिनस पाइला जे ता मातृभाषार माधुर्य जमी आकर्षित करथिला से आकर्षण प्रतिवेदन से जमी देइथिला ताहा जीवन को संपूर्ण करदेला एवं भाविला मोर राजपणटा आज अच्छी काली को नहीं किंतु मो मातृभाषा मो हुके हो शब्द एगुड़िक सबुदिन थिबो एवं मु चलीगला से टीका सब बेले आसुथबो बंधुगण जते बेले गोटे श्रृगालटे ए कामटी करि परुची आमे कान एरे दुर्भाग्य आमे से कामटी करि परिबा नाही आमे अनेक समय इंग्रजी रे आमे आमे ओडिसा बाहर को जाउचंती आमे इंग्रजी कथार्ता करि परिबा परिबार आवश्यकता अछि किंतु ओडिसा भितरे रही कि आमे जो कथा करिया पय आम भितरे पर्याप्त शब्द शक्ति अछि जो पर्याप्त शब्द शक्ति भितरे गोटे संजीवनी मंत्र आमे बाल्यकाल रे जाय आविष्कार करि करि आसीचु ता प्रति विस्मृत रहि जिबा एवं हिंदी रे कथार्ता हवा एवं इंग्रजी रे कथाबार्ता हवा देखैया पय एई कथा जे आमे अवशिष्ट ओडिया ठारू समृद्ध एवं टिके अधिक उत्तरणर यात्री अभियात्री एई भली यदि आसीबा आम पाखरु ताले आम के भगवान रक्षा करि परिबेनी आम अवमूल्यान जो सांस्कृतिक अवमूल्यान सेतु आमको केही भी मध्य उद्धार करि परिबे नाही मोर समय प्राय हो जाइए मु रंजन बाबू को कही 40 मिनिट मु कहबी बोध 40 मिनिट हवा को जाऊँगी मु खाली छोटिया कथाटी कहीकि मोर उपसंहार आनिबी मो कथार जो जीवन दर्शन संपर्क में मत कहला मातृभाषा सहित संपृक्त करिकी जड़ित करिकी मु तो भाविबी जे जोटी मातृभाषा नहीं सेठी जीवन दर्शन नहीं जीवन अच्छी भाषा अच्छी किंतु जोटी मातृभाषा नहीं सेठी जीवन दर्शन नहीं कहना जड़े दर्शन अध्यापक जे.एन. महांती बोली से अमेरिका रे रहंती हम ओडिया लोक तांको भारी चमत्कार प्रश्न भितर कहता से हार्वर्ड विश्वविद्यालय अध्यापना करछंती तांको पचारले जे आपण एते पीएचडी स्कॉलर आपण को अंडर सब करछंती आपण जने एते बड़ दार्शनिक आपण को जिनिसटा मने पड़ियो बेसी जतले संसार छाड़िया को जिबे सेतेबेले आपनकर कोउटा उडे अभेद्य अबोध्य रहस्य होई कि आपनको दर्शन ताको स्पर्श करि पारि नथिला भलिया से रहस्यटा कोन से इंटरव्यूटा समाज रे बातला जैन महांती चमत्कार उत्तर टे देइतिले से कहले मु बहुत राष्ट्र परिभ्रमण करिछि मु हार्वर्ड विश्वविद्यालय बहु विज्ञ प्रोफेसर मान सहित अध्यापना करिछि बहु विज्ञ छात्र मान को अध्यापना करियार सुयोग पाइछि किंतु तथापि मध्य मो पय एक अबोध्य रहस्य होई रहिछि जोटी कि मो दर्शन ताको स्पर्श करि पारि नाही कोन से अबोध्य रहस्य ना दुईटी जिंस से कहितिले गोटे होछि संध्या बेले रे तुलसी चौरा प्रदक्षिण कला बेलू मो माँ अवगुंठनवती मुंडरे ओढ़ना दे संज दीपटे धरी चारिपटे गुणुगुणु हो जो मंत्र बुली बुली बुलुथुव ताहा हूँ मो पाए एक अभेद्य एवं अबोध्य रहस्य आउ को गोटे अबोध्य रहस्य ना जितेबले चरम दुखरे थिबा दुई ओली खाई नथिबा श्रमिकटीए कृषि श्रमिकटीए हलियाटीए सी बलद दुईटी नहीं हल जोखिथिबो एवं गोटे मुंडरे पखियाटीए पिंधि से पक्षी चरम आनंद रे गीत गाउथुब जदिओ से 2 दिन पूर्व भात खाइतला तापर आउ खाई नाही क्षुधारे मध्य एई भली आनंद किमिति निष्कर्ष आसी पारे मनुष्यर पेट जतले भूकिला थाए जतले अन्न चिंता चमत्कार सेते बेले केते परमानंद रे से गीतटी जो बोलु थाए बलदन को गोड़े गोड़े की ताहा मो पई होची द्वितीय अबोध्य रहस्य एवं ये रहस्य को उन्मोचन करिया पई मोर हार्वर्ड विश्वविद्यालय दर्शन एपर्यंत सक्षम होई नाही तेणु जड़े दर्शन छात्र भावे मातृभाषा सहित सुभाष पट्टनायक मोर रमस्य सी मत विषयटी देते कही यही विषय आप कहे कारण आप दर्शन छात्र मत भारी खुशी लगी किंतु जो मुझे कहूँ बर्तमान मत कष्ट लगुच जहाँ कहवाक चाहूली से दर्शन को परिव्याप्त करने जो भाषार साहाय्य नापी चाहूली मो निज मातृभाषा से निज मातृभाषा भितर आपन को बुझेला भितर पुणी किसी इंग्राजी माने जबरदस्त मो पाखक पशि आसिले से मुझे क्षमा मागुची गोटे कथा आपण कहबी जे निज जीवन टे बंचिया पई आपण जतले उद्धार करा स्त्री टी आणु नाहांती निज आमर जतले स्त्री नथिला सेतले कोन करथन थाली रे आमे अंगार देकी लुहा अंगार देकी त थालीटा स्त्री करथले एवं अत्यंत आत्मसंतोष सहित पिंधिकी जाउथले खटखट हेकी से सार्ट टी रहितला मोर मन अच्छी स्कूल एवं नुआ नुआ कॉलेज रे पढ़ला बेलू आयरन कॉन्सेप्ट जोटा आसी नथिला मु सब थाली रे आमे देई देकी त करूथु तेणु सीटा गोटे आउट होची इलेक्ट्रिक आयरन आपण ता भितरु को जिनिसटा नेबे से विचार आपणकर केवल गोटे जिनिस मु आपणकर अनुरोध करिवि या जे से जिनिसटा
ସେଇ ଜିନିଷଟା ହଉଛି ଆମର ଗୋଟେ ନିଜର ଅସ୍ଥି ମଜ୍ଜାଗତ କରିବା ପାଇଁ ହେଲେ ଆମକୁ କୋଉଠିକି ଯିବାକୁ ପଡିବ, କୋଉ ଜିନିଷ ନେବାକୁ ପଡିବ, ସେ ନିଷ୍ପତ୍ତି ନେବାର ଅଧିକାର ଆମର। ଆମକୁ କେହି ଯେମିତି ବାଧ୍ୟ କରିପାରିବେ ନାହିଁ ଅନ୍ୟ ଭାଷାଟାକୁ ଆୟତ୍ତ କରିବା ପାଇଁ, ମାତୃଭାଷାକୁ ତଳିତଳାନ୍ତ କରି ପଦଦଳିତ କରିକି ଅନ୍ୟ ଭାଷାକୁ କରିବା ପାଇଁ, ସେଇଭଳିଆ କେହି ବି ମଧ୍ୟ ଆମକୁ ବାଧ୍ୟ କରିପାରିବେ ନାହିଁ ଯେ ବାବୁ ଓଡ଼ିଆ ଭାଷାଟାକୁ ପାଠ ପଢ, ସେଇ ଭାଷାରେ କଥାବାର୍ତ୍ତା କର। ଆମେ ସବୁ ଜିନିଷ ଆମେ କାହାକୁ ବାଧ୍ୟ କରିପାରିବା, ନିଜର ଆତ୍ମଚେତନା ଉପରେ ନିର୍ଭର କରେ। ଆଜି ଯୋଉମାନଙ୍କୁ ମୁଁ କିଛି କହିବାର ସୁଯୋଗ ପାଇଲି, ଯୋଉମାନେ ମତେ ଶୁଣୁଛନ୍ତି ବା ଭବିଷ୍ୟତରେ ଶୁଣିବେ, ସେମାନଙ୍କର ଗୋଟିଏ ଅନୁରୋଧ, ନିଜକୁ ଥରେ ନିଭୃତରେ ନିକାଞ୍ଚନରେ ପଚାରନ୍ତୁ ଯେ ମୋର ପରିଚୟ କ'ଣ। ମୋ ମାତୃଗର୍ଭରୁ ଜନ୍ମ ନେବା ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ମୁଁ କୋଉ ପରିଚୟରେ ପରିଚିତ? ଓଡ଼ିଆ ଭାବରେ, ଓଡ଼ିଆ ଭାଷାର ଜଣେ ଧାରକ ଭାବରେ, ବାହକ ଭାବରେ, ଓଡ଼ିଆ ସଂସ୍କୃତି ଏବଂ ସଂସ୍କାରର ଜଣେ ରକ୍ଷାକର୍ତ୍ତା ଭାବରେ, ନା ଆଉ କିଛି? ସେ ଆଉ କିଛି ଭିତରେ ଆପଣଙ୍କର ଉତ୍ତର ଥିବ ଏବଂ ସେଇ ଉତ୍ତରଟାକୁ ମହିମାନ୍ୱିତ ଗୋଟିଏ ଭାବନା ଯେ ମୁଁ କିଛି ଗୋଟେ ବଡ ଜିନିଷ କରୁନାହିଁ, କାହିଁକି ନା ମୁଁ ଏଇ କାର୍ଯ୍ୟଟି କରୁଛି ଯୋଉ କାର୍ଯ୍ୟଟି ପ୍ରତ୍ୟେକ ସନ୍ତାନର କରିବା ଉଚିତ। ଏବଂ ମା ସନ୍ତାନ ଯଦି ଏତିକି କରି ନ ପାରିଲା, ତାହେଲେ ମୁଁ ଭାବୁଛି ସେ କୁଳାଙ୍ଗାର ପୁତ୍ର କୁଳ ଉଜ୍ଜଳ ଦେଇପାରିବନି। ଆପଣମାନଙ୍କୁ ସବୁ ଥାଇପାରେ, ବ୍ୟାଙ୍କ ବାଲାନ୍ସ ଥାଇପାରେ, ପରିଚୟ ଥାଇପାରେ, ବଡ ଚାକିରି ଥାଇପାରେ, କିନ୍ତୁ ଗୋଟେ ମା ପ୍ରତି ଯେତିକି କର୍ତ୍ତବ୍ୟ ଯଦି ଆମେ କିଛି କରିପାରୁନାହୁଁ, ତାହେଲେ ଆମର ପରିଚୟ କେବେ ଗୋଟେ କୁଳ ଉଜ୍ଜଳ ସନ୍ତାନ ଭାବରେ ଗଣାଯିବ ନାହିଁ, ତାହା ହେବ ଏକ କୁଳାଙ୍ଗାର ସନ୍ତାନର ପରିଚୟ। ଏବଂ ମୁଁ ଆଶା କରିବି କୌଣସି କୁଳାଙ୍ଗାର କୌଣସି ସନ୍ତାନ ନିଜକୁ କୁଳାଙ୍ଗାର ଭାବରେ ଉପସ୍ଥାପିତ କରିବା ପାଇଁ ବା ପରବର୍ତ୍ତୀ ପର୍ଯ୍ୟାୟରେ ଇତିହାସ ତାକୁ ଜଣେ କୁଳାଙ୍ଗାର ସନ୍ତାନର ମାନ୍ୟତା ଦେବା ପାଇଁ ସେ କେବେ ବି ଚାହିଁବ ନାହିଁ। ସେ ଚାହିଁବ ଯେ ମୁଁ କିଛି ବି ଦେଇ ନପାରେ, ଅତି କମରେ ମାତୃଦ୍ରୋହୀ ହେବି ନାହିଁ। ତେଣୁ ଆସନ୍ତୁ ଶପଥ କରିବା ଅତି କମରେ ଗୋଟିଏ କଥା ଯେ ମୁଁ ମାତୃଦ୍ରୋହୀ ହେବି ନାହିଁ, ମାତୃଭୂମିଦ୍ରୋହୀ ହେବି ନାହିଁ ଏବଂ ମାତୃଭାଷାଦ୍ରୋହୀ ହେବି ନାହିଁ। ଧନ୍ୟବାଦ, ନମସ୍କାର। ଅଶେଷ ଧନ୍ୟବାଦ ସାର୍। ଆପଣଙ୍କର ସ୍ୱାଭାବିକ ଶୈଳୀରେ ଆପଣ ଏତେ ସୁନ୍ଦର ଭାବରେ, ଅତି ଚମତ୍କାର ଭାବରେ ଆମ ସମସ୍ତଙ୍କୁ ବୁଝେଇଛନ୍ତି, ଅତି ଲୌକିକ ସ୍ତରରେ ବୁଝେଇଛନ୍ତି, ଯାହାକି ଆମେ ସମସ୍ତେ ବୁଝିପାରିଛୁ। ଆପଣଙ୍କର ଯୋଉ ବୁଝେଇବାର ଶୈଳୀ, ଯୋଉ କହିଲେ ଚେତନା ଆଉ ହୃଦୟର କଥା, ରବର୍ଟ ଫ୍ରଷ୍ଟ ଆଉ ମାୟାଧର ମାନସିଂହଙ୍କ କଥା ସମସ୍ତଙ୍କ ପାଖରେ ପହଞ୍ଚି ପାରିଛି। ଆପଣ ଆଜି ଆସି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ମାତୃଭାଷା ଓ ଜୀବନ ଦର୍ଶନ ଉପରେ ଅତି ସୁନ୍ଦର ଭାବରେ ସାରା ଓଡ଼ିଶାକୁ ଆପଣଙ୍କର ବକ୍ତବ୍ୟ ରଖିଛନ୍ତି। ସେଥିପାଇଁ ସାରା ଓଡ଼ିଶା ତରଫରୁ, ଭାଷା ଆନ୍ଦୋଳନ ତରଫରୁ ମୁଁ ମୋର କୃତଜ୍ଞତା ଆପଣଙ୍କୁ ଜଣାଉଛି। ସମସ୍ତ ଭାଇ ଭଉଣୀ ମାନେ ଯେଉଁମାନେ ଆମକୁ ଦେଖୁଥିଲେ ତାଙ୍କୁ ମଧ୍ୟ ହୃଦୟର ଧନ୍ୟବାଦ ଜଣାଉଛି। ଏଇଠାରେ ଆମେ ବର୍ତ୍ତମାନ ଆମ କାର୍ଯ୍ୟକ୍ରମକୁ ବିରାମ ଦେଉଛୁ। ଅଶେଷ ଧନ୍ୟବାଦ ସାର୍, ସମସ୍ତଙ୍କୁ ନମସ୍କାର।